हेलो हाय फ्रेंड्स मोस्ट मॉर्निंग के अपन मानक वेलकम करछि माय यूट्यूब चैनल माउनाल्ड सादकिया के माने सादकिया रो वीडियो पकैथिली सादकिया माने केबे हबो कोन हबो पकैथिली तो डेट पकई नथिली आ सेटा पकैथिली सादकिया कोडी हबो तो सेथि पयगा बहुत सारा कमेंट आसी कोडी हबो माने कोन अपन माने एति बुझ पना सासु घरे ही हबो आ कोडी नुहे मु ता भितरे कोन कहिछि कोन नै अपन माने भल से देखते देखिए केमी जज करवा क्या ठीक नुहे आपण मैंने जहाँ जज कर भिडियो न देखिकी यहाँ कौन ठीक तो बहुत जन एमती अच्छा ये बाहर को डाकी आनी कौन कह तो वीडियो न देखिकी थंबनेल देखिकी आपण मैंने जी जहाँ कहते ना तो आपण मैंने प्लीज वीडियो जाए देखूँ वीडियो देखिले आपण मैंने जानीपर कौन कहूँ कौन ना आ थंबनेल जानले कौन आपण मैंने जानीपर कि कौन अच्छी कौन ना तो थंबनेल हाँ मु जहाँ पाइबी ता लिखिदेवी से कौन ये अच्छी कि मुझे थंबनेल लिखदेवी मु मर जाइए मरीगली ना कौन प्लीज थंबनेल न देखिए वीडियो देखु वीडियो देखिले आपण मैंने जानीपर मु कौन कहूँ मुझे से कही ना तो मुझे भी चाह नी कि भुवनेश्वर हो कि कौटी हो तो मुझे चाहिए केवल मो छुआर जन्मस्थान माने मो शाशुघर ही हो कहीं ता जगह से ही हबाटा माने ये गोटे झी जिते भी कष्ट था शाशु घरे केबे भी किसी किसी कहबेनि कि बाप घर जदि सुख रहा लोक समस्त कहे गोटे जमी अच्छी सेमती गोटे छुआ ता निज जगार हवाटा ही ठीक तो ସେଇଠି ହିଁ ହବ ଆପଣମାନେ ଏମିତି ଜଜ୍ କରିବାର ମାନେ କ'ଣ ମାନେ ପଚାରିବାର କୋଉଠି ହେଉଛି କ'ଣ ମେସେଜ ପଚାରିବା ଇଏ କ'ଣ ସବୁ ବୁଝିପାରୁନି ତ ଆପଣମାନେ ଭିଡ଼ିଓ ନ ଦେଖିକି ଆଉ ଗୋଟେ କଥା ହେଲା ଭିଡ଼ିଓ ଜାଣିଛି ବହୁତ ଜଣ ଜେଲସ୍ କରୁଥିବେ ଭିଡ଼ିଓ ମୁଁ କରୁଛି ତ ଏତେ ଭିଡ଼ିଓ କରୁଛି ଏତେ ସବୁ ପଇସା ପାଉଛି ଇଏ କରୁଛି ସିଏ କରୁଛି ଏମିତି ସବୁ ଭାବିକି ତ ସେମାନେ ବି ଜେଲସ୍ କରୁଥିବେ ମାନେ ମିଛକୁ ସତ ସତକୁ ମିଛ ବାହାର କରିଦେଉଛନ୍ତି ତ ସେଇମାନେ ମୁଁ ଗୋଟେ କଥା କହିବି ତ ଯିଏ ଯାହା କରୁଛି ତା କରିବାକୁ ଦିଅନ୍ତୁ ମାନେ କାହିଁକି ସିଏ ତ ତା ଇଏ କରୁଛି ଆପଣମାନେ କରୁନାହାନ୍ତି ତ କିଏ ମନା କରୁଛି କି ଆଉ ଆପଣମାନେ କିଛି କରିବେନି ତ ଯିଏ ଯାହା ଯୋଉଟା ଖୁସି ଲାଗୁଛି ତ ସେ ତା ସେମିତି ତାର ଇଏ କଲା ତ ଭଲ କଲେ କହିବେ ଏଠି ଖରାପ କଲେ ବି କହିବେ ଆପଣମାନେ ଏମିତି କହିକି କିଛି ଲାଭ ପାଉଛନ୍ତି କି ଆପଣ ନିଜ ଘର କଥା ଚିନ୍ତା କରନ୍ତୁ ପର କଥା ଚିନ୍ତା କରିବା ତ ସେ ନିଜେ ଅଛନ୍ତି ଭିଡ଼ିଓଟା ଏଣ୍ଟରଟେନମେଣ୍ଟ ପାଇଁ ତ ଏଇଟା ଏମିତି ଆଜିକାଲି ତ ସୋସିଆଲ ମିଡ଼ିଆ ଯୁଗ ହେଲାଣି ତ ଏମିତି ଭିଡ଼ିଓ ସେୟାର କରିବାର ଅଛି କ'ଣ ଆମେ କ'ଣ କିଛି ଖରାପ ସେୟାର କରୁଛୁ କି ଯାହା ଭଲ ଆମ ଖୁସି ହେଲା ଦୁଃଖ ହେଲା ସବୁ ଏଇଆ ସେୟାର କରୁଛୁ ତ ଆପଣମାନେ ସେଇଟାକୁ ନ ଦେଖିକି ଆପଣମାନେ ଅଲଗା କିଛି ଭାବୁଛନ୍ତି ବହୁତ କିଛି କହୁଛନ୍ତି ଏମିତି ବି ଅଛନ୍ତି ମାନେ ବହୁତ କିଛି ଜଜ୍ କରୁଛନ୍ତି ସେମାନେ ଗୋଟେ କଥା କହିବେ ଆପଣମାନେ ଜଜ୍ କରିବା ଆଗରୁ ନିଜକୁ ନିଜେ ଜଜ୍ କରନ୍ତୁ ତ ଆପଣ ଠିକ୍ ଅଛନ୍ତି ତ ଏଇଟା ନିଜେ ଜଜ୍ କରନ୍ତୁ ତ ତାପରେ ଆପଣମାନେ ଜାଣିପାରିବେ ତ ଗୋଟେ କଥା ହେଲା ଆମର ସାଦକ୍ଷା ଆକ୍ଚୁଆଲି ମୁଁ ଷ୍ଟାର୍ଟିଂରୁ ମୁଁ ଏଇଟା ହିଁ ଭାବିଛି ମୋର ଶାଶୁଘରେ ହିଁ ହବ ଆକ୍ଚୁଆଲି ଶାଶୁଘରେ ହିଁ ହେଉଛି ତ ଡେଟ୍ କେବେ ଡେଟ୍ ତ ମୁଁ କହିଥିଲି ତ ଅମାବାସ୍ୟା ପଡ଼ିଗଲା ମୋର ବହୁତ ଇଚ୍ଛା ଥିଲା ସୋମବାର ହେବା ପାଇଁକା ତ ମାନେ କାଲି ଗଲା ସୋମବାର ହେବା ପାଇଁକା ବଟ୍ ଅମାବାସ୍ୟା ହେଉଛି କାଲି ବୁଧବାର ତ ଅମାବାସ୍ୟାରେ ହୁଏନି ଅମାବାସ୍ୟା ପୂର୍ବରୁ ହୁଏନି କାଳେ କ'ଣ କଳା କ'ଣ ଏମିତି କିଛି ଅଛି ତ ହୁଏନି ତ ସେଥିପାଇଁକା ସମସ୍ତେ ମନା କଲେ ସେଥିପାଇଁକା ହେଲାନି ତ ଯେହେତୁ ଆର ସୋମବାର ହେବା ପାଇଁ ଥିଲା କିନ୍ତୁ ସଂକ୍ରାନ୍ତି ଯେହେତୁ ରହିଯାଉଛି ତ ଆମ ଘରେ ସଂକ୍ରାନ୍ତି ପୂଜା ହୁଏ ତ ଗ୍ରାମ ଦେବୀ କ'ଣ ଏମିତି କିଛି ପୂଜାପୂଜି 3-4ଟା ଅଛି ତ ସେଥିପାଇଁକା ତାକୁ ସାରିକି ସାଦକ୍ଷା ହେବା ପାଇଁ ବି ଟାଇମ୍ ହବନି ତ ସେଥିପାଇଁକା ମୋ ଶାଶୁଘର ଲୋକ ମନା କଲେ ସେ ସୋମବାର ବୋଲି ମୋର ଠିକ୍ ଅଛି ସୋମବାର ନ ହଉ ଆମର ଶୁକ୍ରବାର ନ ହିଁ ହବ ତ ଆମ ଡେଟ୍ ଫିକ୍ସ ହେଇଯାଇଛି ତ ଶୁକ୍ରବାର ଦିନ ହିଁ ହେଉଛି ତ ଏ ଭିଡ଼ିଓଟା ସେଇ ଶୁକ୍ରବାର ହିଁ ପଡ଼ିବ 14 ତାରିଖ ତ ଆପଣମାନେ 14 ତାରିଖ ହିଁ ଦେଖିବେ ଆଉ ସାଦକ୍ଷା ଯେତେବେଳେ ସରିଯାଇଥିବ ସାଦକ୍ଷା ଭିଡ଼ିଓ ତ ପରେ ଆସିବ ତ ଏମିତି କିଛି ତ ଯେମିତି ହବା କଥା ସେମିତି ହବ ଟ୍ରାଡିସନାଲ ମାନେ ଆଗରୁ ଯେମିତି ହଉଥିଲା ସେମିତି ହବ ପ୍ଲସ୍ ଏବେ ଯେମିତି ହଉଥିଲା ସେମିତି ହବ ମାନେ ସବୁ ମିଶାମିଶେଇକି ହବ ତ ଏମିତି କିଛି ତ
ଆପଣମାନେ ଯୋଉଟା ଭିଡ଼ିଓ ଦେଖନ୍ତୁ ତ ଥମ୍ବନେଲରୁ ପ୍ଲିଜ୍ ଜଜ୍ କରନ୍ତୁନି। ମାନେ ସତ କଥା କହିବି ଜଜ୍ କରୁଛନ୍ତି ସେଇଟା ବହୁତ କଷ୍ଟ ହେଉଛି କାହିଁକିନା ଯୋଉଟା ମୁଁ ଲେଖିନି ମାନେ କହିନି ଆପଣମାନେ ସେଇଟା ଭାବୁଛନ୍ତି ତ ଯୋଉଟା କହୁଛି ଆପଣମାନେ ଜାଣିପାରୁନାହାନ୍ତି ତ ପ୍ଲିଜ୍ ଭିଡ଼ିଓ ଦେଖନ୍ତୁ। ତ ଏମିତି ସାଦକ୍ଷ ତ ଆସି ପାଖାପାଖି ହେଇଗଲାଣି ତ ଆମେ ଘରକୁ ବି ବହୁତ ଜଲ୍ଦି ଯାଉଛୁ ଆଉ ଘରକୁ ଯିବା ଭିଡ଼ିଓ ବି ଆପଣମାନଙ୍କୁ ପକେଇଦେବି ଆପଣମାନେ ଦେଖିବେ ଆଉ ତ ଏକ୍ସାଇଟେଡ୍ ତ ବହୁତ କାହିଁକିନା ମୋ ବେବିର ସାଦକ୍ଷ ମାନେ ସେ ଖାଇବ ତ ମୁଁ ଖାଇଲେ ସିଏ ଖାଇବ ଆଉ ଏମିତି ଗୋଟେ କଥା ମତେ ମାନେ ନନଭେଜ୍ ଖାଇବା ଟୋଟାଲି ପସନ୍ଦ ନୁହଁ। ମୁଁ ନନଭେଜ୍ ଛାଡ଼ିଦେବାକୁ କହିଲେ ବି ମୁଁ ଛାଡ଼ିଦେବି ମାନେ ଏମିତି ଇରିଟେଟ୍ ଲାଗିଲାଣି ନନଭେଜ୍ ଉପରେ ଆଉ ଟୋଟାଲି ମୋତେ ନନଭେଜ୍ ଆଉ ଭେଜ୍ ଉପରେ ଯେତେ ଭଲ ବିଶେଷ କରି ସେ ଯୋଉ ବାହାଘରିଆ କି ମାନେ ଧର ଏମିତି ଖାଇବା ପିଇବା ହୁଏ ପିଣ୍ଡ ଶ୍ରାଦ୍ଧ ଯୋଉ ଖାଇବା ପିଇବା ହୁଏ ଯୋଉ ଭାତ ଡାଲମା ଏମିତି ନର୍ମାଲ ଖାଇବା ହିଁ ମତେ ବହୁତ ପସନ୍ଦ ଲାଗୁଛି ତ ମତେ ବହୁତ ମାନେ ମନ୍ଦିର ଖାଇବା ଏମିତି ତ ନନଭେଜ୍ ଟୋଟାଲ ଦେଖିଲା ହିଁ ବିରକ୍ତ ଲାଗୁଛି ମତେ ମାନେ ମୁଁ ଏତେ ନନଭେଜ୍ ପ୍ରେମୀ ଥିଲି ଆଗରୁ ମୁଁ ଏବେ ଟୋଟାଲ ନନଭେଜ୍ ହିଁ ଦେଖିଲା ଇରିଟେଟ୍ ଲାଗୁଛି ତ ଏମିତି ତ ଆମ ଘରୁ ବାବା ତ ବହୁତ ସାରା ସାଦ ପଠେଇବେ ବୋଲି ପ୍ଲାନିଂ କରିସାରିଛନ୍ତି ତ ମୁଁ ତ ଜାଣିନି କଣ ସବୁ ପଠେଇବେ ବଟ୍ ପ୍ଲାନିଂ କରିସାରିଛନ୍ତି ଆଉ ତ ଆମ ବାହାଘର ବେଳେ ଭାର ଯାଇନଥିଲା କାହିଁକିନା ମୋ ଶାଶୁଘର ଲୋକ ମନା କରିଥିଲେ ଭାର ଦିଅନ୍ତୁନି ଏତେ ଆମେ ଇଏ କରିପାରିବୁନି ମିଠା ଦେଇ ଦିଅନ୍ତୁ ତ ଆମର ମିଠା ସେତେବେଳେ ଯାଇଥିଲା ଆଉ ମିଠା ହିଁ ସବୁ ଆଡ଼େ ଗାଁ ସାରା ବନ୍ଧୁବାନ୍ଧବ ରିଲେଟିଭ୍ ମାନେ ନିଜ ଲୋକ କିଛି ମାନେ ସାଙ୍ଗସାଥି ଏମିତି ବଣ୍ଟା ହେଇଥିଲା ମିଠା ବାବା ମିଠା ହିଁ ପଠେଇଥିଲେ ତ ଫାଷ୍ଟ ଟାଇମ୍ ପାଇଁ ମୋର ଭାର ଯାଉଛି ମାନେ ସାଦ ଆକାରରେ ଭାର ଯାଉଛି ବାହାଘର ବେଳେ ଭାର ଯାଇନଥିଲା ଖାଲି ମିଠା ଭାର ଯାଇଥିଲା ଆଉ ଏଥରକ ମିଠେଇ ଉଖୁଡ଼ା ସେ ଯୋଉ ସବୁ ଯାଏ କଣ ସେ ସବୁ ଯାଉଛି ଉଖୁଡ଼ା ଯାଏ କି ନାହିଁ ଜାଣିନି କିନ୍ତୁ ସେ ଯୋଉ ମିଠେଇ ଖାସ୍ତା ଗଜା ଏସବୁ ଭାର ତ ସେତେବେଳେ ଶାଶୁଘର ଲୋକ ମନା କରିଥିଲେ ସେଥିପାଇଁ ଯାଇନଥିଲା ତାପରେ କୁମାର ପୂର୍ଣ୍ଣିମାକୁ ତାଙ୍କ ଘର ଲୋକ ଆମ ଘରେ ଦେଇଥିଲେ ସେ ମିଠେଇ ଉଖୁଡ଼ା ଆସିଥିଲା ଆଉ ସାଦକ୍ଷ ଏବେ ହେଉଛି ଆପଣମାନଙ୍କ ଭାଇନାଙ୍କ ଘରକୁ ଯିବ ମାନେ ମୋ ଶାଶୁ ଘରକୁ ଯିବ ଆଉ ଏଉ ତ ସରିଗଲା ଆଉ ଭାର ଇଏ ସବୁ ତିନିଟା ହିଁ ଯାଏ କୁମାର ପୂର୍ଣ୍ଣିମା ସାଦକ୍ଷ ଆଉ ଗୋଟେ ହେଉଛି ବାହାଘର ବେଳେ ଏଇଟା ହେଉଛି ମେନ୍ ତ ଏମିତି ଆମର ଭଲ ମାନେ ମାନେ କଣ ତାଙ୍କ ଘରୁ ଥରେ ଆମ ଘର ଭାର ଆସିଲା ଆମ ଘରୁ ଥରେ ସାଦକ୍ୟରେ ଭାର ଗଲା ଆଉ ମିଠା ଗଲା ସବୁ ପ୍ରିପାରେସନ୍ ମାନେ ସବୁ ଅଲଗା ଅଲଗା ମାନେ ଇଏରେ ମାନେ ସବୁ ଅଲଗା ଅଲଗା ଇଏରେ ତ ଏମିତି କିଛି ତ ସାଦକ୍ଷ ଆକ୍ଚୁଆଲି ହେଉଛି 14 ତାରିଖ ଅଗଷ୍ଟ 14 ତ ତାପରଦିନ ହେଉଛି ସ୍ୱାଧୀନତା ଦିବସ ଆଉ ମୋ ଛୁଆ ସ୍ୱାଧୀନ କରିକି ଦେଶ ତାପରେ ନାଇଁ ଆଗ ଖାଇଦବ ତାପରେ ସ୍ୱାଧୀନ ହବ ତ ଏମିତି କିଛି ତ ଭିଡ଼ିଓ ଭଲ ଲାଗେ ଯଦି ଲାଇକ୍ ସେୟାର ସବସ୍କ୍ରାଇବ୍ ନିହାତି କରିଦେବେ ଫେସବୁକ୍ ଆଉ ଇନଷ୍ଟାକୁ ଫଲୋ କରିଦେବେ ୟୁଟ୍ୟୁବକୁ ବେଲ୍ ଆଇକନ୍କୁ ପ୍ରେସ୍ କରିଦେବେ ଯଦି ଭଲ ଲାଗିଛି ଭିଡ଼ିଓ ଲାଇକ୍ ସେୟାର ସବସ୍କ୍ରାଇବ୍ ତ ନିହାତି କରିଦେବେ ରହିଲେ ଟାଟା ବାଏ ବାଏ ଜୟ ଜଗନ୍ନାଥ ନେକ୍ସଟ ଭିଡ଼ିଓ ଦେଖା ହବ লাইক কর কমেন্ট কর ভিডিওটা ভাইরাল কর